practicing district bar Jaipur practice course that ଆଜ୍ଞା on 24th ଜାନୁଆରୀ ରେ ମୁଁ ଗୋଟେ ଏଫଆଇଆର ଲଞ୍ଚ କରିବା ପାଇଁ ଯାଇଥିଲି ରାତି ପ୍ରାୟ 11ଟା ଅଧରେ। ଆଉ ସେ ଟାଇମରେ ଗୋଟେ ସେଣ୍ଟ୍ରି କନଷ୍ଟେବଲ ଗୋଟେ ମତେ ମୁଁ ତାଙ୍କୁ ଯାଉ ଯାଉ ତାଙ୍କୁ ମତେ ଆଟେଣ୍ଡ କରିଥିଲେ। ତ ମୁଁ କହିଲି ଗୋଟେ ଏଫଆଇଆରଟା ଲଞ୍ଚ ଦେବାର ଅଛି ଲଞ୍ଚ କରିବାର ଅଛି। ତ ତାଙ୍କେ କହିଲେ ଏବେ ଏଫଆଇଆର ଗୋଟେ ଦେଇଛନ୍ତି ମାନେ ହଁ ହେଇଥିବ ମୁଁ ଗୋଟେ କାଉଣ୍ଟର ଏଫଆଇଆର ଦେବାକୁ ଯାଉଛି। ତ ତାଙ୍କେ ମୋର ହାତ ଧରିକିରି ଯା ସେଠି ବସେ ଏଇ ଟାଇପର ବ୍ୟବହାର କରିଥିଲେ। ମୁଁ ତାଙ୍କ ମାନଙ୍କୁ କହିଲି କି ଦେଖନ୍ତୁ ଏଇଟା ଯୋଉ ଟାଇପ ଅଫ ମିସବିହେଭ ଆପଣ କରୁଛନ୍ତି ମୁଁ ଗୋଟେ ଆଡଭୋକେଟ ମୁଁ ଗୋଟେ କାଉଣ୍ଟର ଏଫଆଇଆର ଦେବା ପାଇଁ ଆସିଛି। ତ ଏତିକି ଭିତରେ ଆଉ ଏଏସ୍ଆଇ ଯିଏ ଅଛନ୍ତି ଦୁଇ କୋଟି ଓକିଲ ମାନେ କଣ କରିଦେବେ ମଦ ପିଇକିରି ଆସିକି ଆସୁଛ କିରେ ତମେ ରାତି ଅଧରେ କହିଲେ। ମୁଁ କହିଲି ସାର୍ ମିସବିହେଭ କରନ୍ତୁ ନାହିଁ ଯାହା ମିଶା ହୁଅନ୍ତୁ ଆପଣର ୟୁନିଫର୍ମର ଯାହା ବି ଡିଗ୍ନିଟି ଆପଣ ମେଣ୍ଟେନ କରନ୍ତୁ। ମୁଁ ବି ଆପଣଙ୍କୁ କହିଛି କି ମୁଁ ଗୋଟେ ଆଡଭୋକେଟ ତାକୁ ଧରିକିରି ଆପଣ ବ୍ୟବହାର କରନ୍ତୁ। ତାପରେ ବି ତାଙ୍କେ କଣ୍ଟିନ୍ୟୁଅସ ମିସବିହେଭ କରିବାଟା ଷ୍ଟାର୍ଟ କଲେ। ଆଉ ଯେତିକି ବେଳକୁ ମୋର ପ୍ରଫେସନ ଉପରେ ପଳା ଆସିଲା ଇଣ୍ଡିଭିଜୁଆଲିଟି ଉପରେ ଆସିନି। ଏଟା କମ୍ପ୍ଲିଟ ମାନେ ଗୋଟେ ଆଡଭୋକେଟ ପ୍ରଫେସନ କୁ ତାଙ୍କେ ମାନେ ମିସବିହେଭ କରୁଛନ୍ତି। ନର୍ମାଲ କନଷ୍ଟେବଲ ନର୍ମାଲ ସେଣ୍ଟ୍ରି ଡିସିଓ ଏଏସ୍ଆଇ ଆଇଆଇସି ବି ଆଇରେ ସାମିଲ ଅଛନ୍ତି। ଆଇଆଇସି ତାପରେ ଆସିଲେ ଦେଖିଲେ ତାପରେ ମତେ କହିଲେ ତୁ ତା ହେଲେ ମୁଁ କହିଲି କଣ ଆଜ୍ଞା ତୁ ତା ହଉଛନ୍ତି ନା ତତେ ତ କାଲି ଦେଖିଥିଲି ଆଉ ତମର ଚିଫ ଜଷ୍ଟିସ ପ୍ରୋଗ୍ରାମରେ ହଁ ଆଜ୍ଞା ଦେଖିଥିଲେ ଦେଖନ୍ତୁ ଆଜି ଗ୍ରେଟର ଅବସ୍ଥା କରିଛନ୍ତି ଆପଣଙ୍କର ପୁଲିସ ଷ୍ଟାଫ ଆପଣ ପଚାରିଲେ କି ତୁ ଚାଲେ ବସ ବୋଲିକି ତାଙ୍କର ଆଇଆଇସି ରୁମରେ ମତେ ବସେଇ ଦେଇଥିଲେ। ଏତିକି ଭିତରେ ମୁଁ ହେଲ୍ପଲେସ୍ ଥିଲି ମୁଁ ଏକଲା ଥିଲି। ତାପରେ ମୁଁ ଆମର ଆଡଭୋକେଟ୍ସ ଗ୍ରୁପରେ ବି ମୁଁ ପଠେଇଥିଲି 45 ମିନିଟ୍ସ ତାଙ୍କେ ମତେ ଫିଜିକାଲି ଆସଲ୍ଟ କରିଛନ୍ତି। ଆଖି ଫାକିରେ ବି ସବୁ ମାଡ଼ ବାଜିଛି ମତେ ଆଉ ଏଇ ସାଇଡରେ ବି ବାଜିଛି। ଆଉ ମୁଁ ଯେତେବେଳେ ଯାଇକିରି ଟ୍ରିଟମେଣ୍ଟ କରିବା ପାଇଁ ଯାଇଥିଲି ମୋର ଦୁଇଟା ଆଙ୍ଗୁଠି ଫ୍ରାକ୍ଚର ବି ହେଇଯାଇଛି। ଅଲମୋଷ୍ଟ 10 ପୋଲିସମ୍ୟାନ ମତେ ଆସଲ୍ଟ